ସମସ୍ତଙ୍କୁ ଖ୍ରୀଷ୍ଟୀୟ ପ୍ରେମରେ ମୋର ନମସ୍କାର। ପ୍ରିୟ ମୋର ଭାଇ ଆଉ ଭଉଣୀମାନେ କେମିତି ଅଛନ୍ତି? ମୁଁ ବିଶ୍ୱାସ କରେ ଆପଣମାନେ ଯେଉଁଠି ବି ଥିବେ ଈଶ୍ୱରଙ୍କ ଦୟା ହେତୁ ଭଲରେ ଥିବେ। ଆଜି ଆମେ ପବିତ୍ର ବାଇବେଲରେ କିଛି ବିଷୟ ଧ୍ୟାନ କରିବା। କ'ଣ? ଯୀଶୁଖ୍ରୀଷ୍ଟଙ୍କ ଦ୍ୱିତୀୟ ଆଗମନ ଓ ଯୁଗାନ୍ତ ସମୟର ଲକ୍ଷଣ ଗୁଡ଼ିକ କ'ଣ? ଆମେ ଦେଖୁଛେ ପ୍ରଭୁ ଯୀଶୁ ଯେତେବେଳେ ଜଗତରେ ଥିଲେ ସେ ଦ୍ୱାଦଶ ଶିଷ୍ୟକୁ ମନୋନୀତ କଲେ। ଆଉ ସେ ଶିଷ୍ୟମାନେ ଦିନ ରାତି ପ୍ରଭୁ ଯୀଶୁଙ୍କ ସହିତ ରହି ସେବା କାର୍ଯ୍ୟ କରୁଥିଲେ। ଦିନେ ଶିଷ୍ୟମାନେ ପ୍ରଭୁ ଯୀଶୁଙ୍କ ପାଖକୁ ଆସି କହୁଛନ୍ତି, ତୁମର ଦ୍ୱିତୀୟ ଆଗମନ ଓ ଯୁଗାନ୍ତ ସମୟର ଲକ୍ଷଣ ଗୁଡ଼ିକ ଆମକୁ କୁହନ୍ତୁ। ସେଠି ପ୍ରଭୁ ଯୀଶୁ ପ୍ରଥମେ ଗୋଟେ ଲକ୍ଷଣ ତାଙ୍କୁ କହିଲେ। କ'ଣ? ସାବଧାନ, କେହି ଯେପରି ତୁମମାନଙ୍କୁ ଭ୍ରାନ୍ତ ନ କରୁ। ସେଟା ମାଥ୍ୟୁ 24:4-5 ଲେଖାଯାଏ, କାରଣ ଅନେକ ମୋ ନାମରେ ଆସି ମୁଁ ଖ୍ରୀଷ୍ଟ ବୋଲି କହି ଅନେକଙ୍କୁ ଭ୍ରାନ୍ତ କରିବେ। ଶତ୍ରୁ ଶୈତାନ ବି ଜାଣିଛି ଯେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱିତୀୟ ଆଗମନ ଅତି ସନ୍ନିକଟ। ଏହା ଜାଣି ସେ ଅଧିକରୁ ଅଧିକ ପ୍ରଭୁଙ୍କ ଲୋକମାନଙ୍କୁ ମିଥ୍ୟା ଶିକ୍ଷା ଦ୍ୱାରା ଭ୍ରାନ୍ତ କରିବା ପାଇଁ ଚେଷ୍ଟା କରେ। ଆମକୁ ଜାଣିବାର ଅଛି, ଆମେ ଯେଉଁ ଜଗତରେ ବାସ କରୁଛେ ଏଠି ଦୁଇ ପ୍ରକାର ଆତ୍ମା କାର୍ଯ୍ୟ କରେ। ଗୋଟେ ହେଲା ଈଶ୍ୱରଙ୍କର ସତ୍ୟମୟ ଆତ୍ମା, ଆଉ ଗୋଟେ ଶୈତାନର ଭ୍ରାନ୍ତମୟ ଆତ୍ମା। ସେହିପରି ଏ ଜଗତରେ ଦୁଇ ପ୍ରକାର ବାକ୍ୟ ଅଛି। ଗୋଟେ ହେଲା ଈଶ୍ୱରଙ୍କ ମୁଖରୁ ନିଃସୃତ ବାକ୍ୟ, ଯେଉଁ ବାକ୍ୟ ଆମକୁ ଅନନ୍ତ ଜୀବନ ଆଡ଼କୁ ନେଇକି ଯିବ। ଆଉ ଗୋଟେ ଶୈତାନର ମିଥ୍ୟା ମିଶ୍ରିତ ବାକ୍ୟ, ଯେଉଁ ବାକ୍ୟ ଆମେ ଭଜନ କଲେ ଏ ଆତ୍ମା ନରକଗାମୀ ହେବ। ଶତ୍ରୁ ଶୈତାନ ଜାଣିକି ଶେଷ ଦିନମାନଙ୍କରେ ଅଧିକରୁ ଅଧିକ ପ୍ରଭୁଙ୍କ ଲୋକମାନଙ୍କୁ ମିଥ୍ୟା ଶିକ୍ଷା ଦ୍ୱାରା ଭ୍ରାନ୍ତ କରିବା ପାଇଁ ଚେଷ୍ଟା କରୁଛି। ସେଇଟା ପ୍ରଭୁ ଯୀଶୁ କହୁଛନ୍ତି ସେଇ ମାଥ୍ୟୁ 24:24 ଏହିପରି ଲେଖାଯାଏ, କାରଣ ଭଣ୍ଡ ଖ୍ରୀଷ୍ଟମାନେ ଓ ଭଣ୍ଡ ଭାବବାଦୀମାନେ ଉଠି ଏପରି ମହା ଚିହ୍ନ ଓ ଅଦ୍ଭୁତ କର୍ମମାନ ଦେଖାଇବେ ଯେ ଯଦି ସମ୍ଭବ ହୁଏ ତେବେ ମନୋନୀତ ଲୋକମାନଙ୍କୁ ସୁଦ୍ଧା ଭ୍ରାନ୍ତ କରିଦେବେ। ପ୍ରିୟ ମୋର ଭାଇ ଆଉ ଭଉଣୀମାନେ, ଆମକୁ ସଜାଗ ହେବାର ଅଛି। ଆମେ କେଉଁ ପ୍ରକାର ପାଳକଙ୍କ ପାଖକୁ ଯାଉଛେ, ଆମେ କେଉଁ ପ୍ରକାର ଶିକ୍ଷାକୁ ଗ୍ରହଣ କରୁଛେ। ଏଠି ପ୍ରଭୁ ଯୀଶୁ ଏହି ପ୍ରକାର କୁହନ୍ତି, କାରଣ ଜାତି ବିପକ୍ଷରେ ଜାତି ଓ ରାଜ୍ୟ ବିପକ୍ଷରେ ରାଜ୍ୟ ଉଠିବ, ପୁଣି ସ୍ଥାନେ ସ୍ଥାନେ ଦୁର୍ଭିକ୍ଷ ଓ ଭୂମିକମ୍ପ ହେବ। ଜାତି ବିପକ୍ଷରେ ଜାତି, ଏହାର ଅର୍ଥ କ'ଣ? ଆମକୁ ଆତ୍ମିକରେ ବୁଝିବାର ଅଛି। ତା'ର ଅର୍ଥ ହେଲା ମଣ୍ଡଳୀ ବିରୁଦ୍ଧରେ ମଣ୍ଡଳୀ ଉଠିବ, ବିଶ୍ୱାସୀ ବିରୁଦ୍ଧରେ ବିଶ୍ୱାସୀ ଉଠିବେ, ପାଳକ ବିରୁଦ୍ଧରେ ପାଳକ ଉଠିବେ। ଏଠି ଲେଖାଯାଇଛି କ'ଣ? ନା ସ୍ଥାନେ ସ୍ଥାନେ ଦୁର୍ଭିକ୍ଷ ଘଟିବ। କ'ଣ ଦୁର୍ଭିକ୍ଷ? ଈଶ୍ୱରଙ୍କ ବାକ୍ୟର ନା ଖାଦ୍ୟର ଦୁର୍ଭିକ୍ଷ? ବାକ୍ୟର, ସତ୍ୟ ବାକ୍ୟ, ଜୀବନ୍ତ ବାକ୍ୟ, ପ୍ରଭୁ ଯୀଶୁଙ୍କ ମୁଖରୁ ନିଃସୃତ ବାକ୍ୟର ଦୁର୍ଭିକ୍ଷ ଘଟିବ। ଭଣ୍ଡ ଭାବବାଦୀମାନେ ଉଠିବେ, ଭଣ୍ଡ ପାଳକମାନେ ଉଠିବେ, ମିଥ୍ୟା ଶିକ୍ଷା ଦେବେ। ଏଠି ଏହିପରି ଲେଖାଯାଏ, ସ୍ଥାନେ ସ୍ଥାନେ ଦୁର୍ଭିକ୍ଷ ଓ ଭୂମିକମ୍ପ ହେବ। ଭୂମିକମ୍ପ କ'ଣ? ଭୂମିକମ୍ପର ଆତ୍ମିକ ଅର୍ଥ ହେଲା ଆମେ ଯେଉଁ ବିଷୟକୁ ବିଶ୍ୱାସ କରିଯାଇଛେ, ଯେତେବେଳେ ଆମେ ସତ୍ୟକୁ ଜାଣିବା ଆମ ଭିତରେ ଭୂମିକମ୍ପ ହେବ। ଯେପରି ଆମେ ବିଶ୍ୱାସ କରିଥିଲୁ ଯେ ଜହନ ଡୁବକ ଏକ ପବିତ୍ର ଧାର୍ମିକ ଲୋକ ଥିଲେ। ସେ ପ୍ରଭୁ ଯୀଶୁଙ୍କ ବାପ୍ତିସ୍ମ ଦେଇଥିଲେ। ପ୍ରଭୁ ଯୀଶୁଙ୍କୁ ଆମେ ତାଙ୍କୁ ଗୋଟେ ମହାନ ବ୍ୟକ୍ତି ବୋଲି ଆମେ ଜାଣିଥିଲୁ। କିନ୍ତୁ ଆମେ ଦେଖୁଛେ ଆଗକୁ କ'ଣ ହୋଇଛି।
ସେ ପ୍ରଭୁ ଯୀଶୁଙ୍କ ସହିତ ବିଶ୍ୱାସଘାତକତା କଲେ। ପ୍ରଭୁ ଯୀଶୁଙ୍କ ବିଷୟରେ ସେ ସାକ୍ଷ୍ୟ ଦେଲେ ଯେ ଏଇ ଦେଖ ଈଶ୍ୱରଙ୍କ ମେଷ ଶାବକ, କିନ୍ତୁ ପରେ ଆମେ ଦେଖୁଛେ ସେ ପ୍ରଭୁ ଯୀଶୁଙ୍କ ଉପରେ ସନ୍ଦେହ କରୁଛନ୍ତି। ସେ ତାଙ୍କ ଶିଷ୍ୟମାନଙ୍କୁ ପଠାଉଛନ୍ତି। ସେତେବେଳେ ଜହନ ଡୁବକଙ୍କର ମଣ୍ଡଳୀ ଥିଲା, ତାଙ୍କର ସେବା କାର୍ଯ୍ୟ ଥିଲା, ତାଙ୍କର ବି ଅନେକ ଲୋକ ଅନୁଗାମୀ ଥିଲେ। ଜହନ ଡୁବକ ପ୍ରଭୁଙ୍କ ଉପରେ ସନ୍ଦେହ କରି ତାଙ୍କ ଶିଷ୍ୟମାନଙ୍କୁ ପଠାଉଛନ୍ତି ଯେ ଯାହାଙ୍କର ଆମେ ଅପେକ୍ଷା କରିଅଛୁ ତାହା ତୁମ୍ଭେ ନା ଆଉ କାହାକୁ ଆମେ ଅପେକ୍ଷା କରିବା। ସେଠି ପ୍ରଭୁ ଯୀଶୁ କହିଲେ ଯିଏ ସନ୍ଦେହ ନ କରେ ସେ ଧନ୍ୟ। ଆମେ ଦେଖୁଛେ ବାପ୍ତିସ୍ମକ ଜହନଙ୍କ ଦ୍ୱାରା ଅନେକ ଲୋକ ପ୍ରଭୁ ଯୀଶୁଙ୍କର ଅନୁଗାମୀରୁ ବଞ୍ଚିତ ହୋଇଗଲେ। ସେ ବିଶ୍ୱାସଘାତକତା କଲେ। ଆମେ ଯେତେବେଳେ ସେଟା ଜାଣିଲୁ ଆମ ଭିତରେ ବି ସେଟା ଭୂମିକମ୍ପ ହେଲା। କାହିଁକି ନା ଆମେ ତାଙ୍କୁ ଆଗରୁ ଜଣେ ଧାର୍ମିକ ଆଉ ପବିତ୍ର ଲୋକ ବୋଲି ଆମେ ବିଶ୍ୱାସ କରୁଥିଲୁ, କିନ୍ତୁ ସେ ପ୍ରଭୁ ଯୀଶୁଙ୍କର ଅନୁଗମନ କଲେ ନାହିଁ, ପ୍ରଭୁ ଯୀଶୁଙ୍କ ମାର୍ଗରେ ଗଲେ ନାହିଁ, ପ୍ରଭୁ ଯୀଶୁଙ୍କ ଶିକ୍ଷାରେ ଗଲେ ନାହିଁ। ତା ଦ୍ୱାରା ଅନେକ ଲୋକମାନେ ବିନଷ୍ଟ ହେଲେ। ସେହିପରି ଲେଖାଯାଏ କ'ଣ ନା ଆଉ ସମସ୍ତ ଜାତି ନିକଟରେ ସାକ୍ଷ୍ୟ ଦେବା ନିମନ୍ତେ ରାଜ୍ୟର ଏହି ସୁସମାଚାର ସମୁଦାୟ ପୃଥିବୀରେ ଘୋଷଣା କରାଯିବ, ତତ୍ପରେ ଯୁଗାନ୍ତ ହେବ। ଏଣୁ ତୁମ୍ଭେମାନେ ଯେତେବେଳେ ଦାନିଏଲ ଭାବବାଦୀଙ୍କ ଦ୍ୱାରା ଉକ୍ତ ଉତ୍ସନ୍ନକାରୀ ଘୃଣ୍ୟ ବସ୍ତୁକୁ ପବିତ୍ର ସ୍ଥାନରେ ଅବସ୍ଥିତ ଦେଖିବ। ପବିତ୍ର ସ୍ଥାନରେ ଘୃଣ୍ୟ ବସ୍ତୁକୁ ବସିବା ଦେଖିବ ମାନେ କ'ଣ? ମଣ୍ଡଳୀ ଗୁଡ଼ିକରେ ଶତ୍ରୁ ଶୈତାନ ତାର ମିଥ୍ୟା ପାଳକମାନଙ୍କୁ ନିଯୁକ୍ତ କରିବ, ଭଣ୍ଡ ଭବିଷ୍ୟତ ବକ୍ତାମାନଙ୍କୁ ନିଯୁକ୍ତ କରିବ, ଯେପରି ଅନେକ ପ୍ରଭୁଙ୍କ ଲୋକମାନଙ୍କୁ ସେ ଭ୍ରାନ୍ତ କରିବ। ଏତେ ବଡ଼ ବଡ଼ ଆଶ୍ଚର୍ଯ୍ୟ କାର୍ଯ୍ୟ ମଧ୍ୟ କରିବ ଯେ ଅନେକ ମନୋନୀତ ଲୋକମାନେ ବି ଭ୍ରାନ୍ତ ହୋଇଯିବେ। ସେଥିପାଇଁ ଆମକୁ ସଜାଗ ହେବାର ଅଛି। ଏଠି ଲେଖାଯାଏ ପ୍ରଭୁ କୁହନ୍ତି ସେତେବେଳେ ଯେଉଁମାନେ ଜିହୁଦା ପ୍ରଦେଶରେ ଥାନ୍ତି ସେମାନେ ପର୍ବତମାଳାକୁ ପଳେଇ ଯାଆନ୍ତୁ। ପର୍ବତମାଳା କ'ଣ? ଯେଉଁଠାରେ ସତ୍ୟ ପାଳକ ଥିବେ, ଯେଉଁଠାରେ ବୁଦ୍ଧିମାନ ବିଶ୍ୱସ୍ତ ଦାସ ଥିବେ, ଯେଉଁଠାରୁ ସେ ନିର୍ଝର ସେ ବାକ୍ୟ ଈଶ୍ୱରଙ୍କର ସତ୍ୟ ବାକ୍ୟ ନିର୍ଗତ ହେଉଥିବ, ଯେଉଁ ବାକ୍ୟ ପ୍ରଭୁ କୁହନ୍ତି ଆତ୍ମା ଓ ଜୀବନ ଅଟେ। ଆମେ ସେ ସଜାଗ ହେବା। ଆମେ କେଉଁ ପ୍ରକାର ଶିକ୍ଷାକୁ ଗ୍ରହଣ କରୁଛେ? ପ୍ରଭୁ ଯୀଶୁଙ୍କ ଦ୍ୱିତୀୟ ଆଗମନ ପୂର୍ବରୁ ଶତ୍ରୁ ଶୈତାନ ଅନେକଙ୍କୁ ଭ୍ରାନ୍ତ କରିବା ପାଇଁ ଚେଷ୍ଟା କରିବ। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ।